ମୁଁ ତୁମ୍ଭର ହସ୍ତକୃତ କର୍ମରେ କ୍ଷମା କରନ୍ତୁ। ଆମ ଗହଣରେ ଅଛନ୍ତି ପ୍ରିୟ ମଧୁ ଦିଦି, ତାକୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ରେଲ ମିନିଷ୍ଟ୍ରି ଅଫ ଇଣ୍ଡିଆରେ ମୁଁ ସ୍ୱାଗତ କରେ। ଦିଦି ପ୍ରେଜ ଦ ଲର୍ଡ। Praise the Lord, sister. Praise the Lord. ପ୍ରେଜ ଦ ଲର୍ଡ ଦିଦି। Thank you. ଉପସ୍ଥିତ ବର୍ତ୍ତମାନ ପ୍ରତ୍ୟେକଙ୍କୁ ଆପଣଙ୍କ ସମୟ ଦିଦି, ଆପଣ thank you, sister. Thank you. ପ୍ରଭୁ ଆଶୀର୍ବାଦ କରନ୍ତୁ। ଉପସ୍ଥିତ ପ୍ରତ୍ୟେକଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ମଧୁମୟ ନାମରେ ପ୍ରେଜ ଦ ଲର୍ଡ। ଆଜିର ମେନ୍ ଫେଲୋସିପରେ ଆମେ ଯେତେ ଜଣ ବି ଜଡ଼ିତ ହୋଇଅଛୁ, ପ୍ରଭୁଙ୍କ ମହାନାମକୁ ଧନ୍ୟବାଦ ଦିଏ। ପିତା ପରମେଶ୍ୱର ଆମକୁ ଗତ ରାତ୍ର ଠାରୁ ଆଜିର ଏ ନୂତନ ଦିବସ ପର୍ଯ୍ୟନ୍ତ ଜୀବିତ ମଧ୍ୟ ରଖିଲେ। ପୁଣି ଏହି ନୂତନ ବର୍ଷର ଅଷ୍ଟମ ମାସର ଚତୁର୍ଥମ ଦିବସର ପ୍ରାତଃକାଳ ସମୟରେ ତାହାଙ୍କ ସାନ୍ନିଧ୍ୟ ତଳେ ବସି ତାଙ୍କର ଗୌରବ ପ୍ରଶଂସା କରିବା ବାଛିଲେ। ଧନ୍ୟବାଦ ପ୍ରଭୁଙ୍କୁ। ଦର୍ଶକ ଶ୍ରେଣୀ ହୋଷ୍ଟକୁ ମଧ୍ୟ ଧନ୍ୟବାଦ ଦିଏ। ଆସନ୍ତୁ ଏ ସମୟରେ ଆମେ କିଛି ଗୀତ ଗାନ କରି ପ୍ରଭୁଙ୍କର ନିକଟବର୍ତ୍ତୀ ହେଉଥିବା, ଯଦି ସଠିକ ଜାଗାରେ ଅଛୁ ନିଜ ଭିଡିଓକୁ ମଧ୍ୟ ଆମେ ଅନ୍ କରି ପ୍ରଭୁଙ୍କର ଗୌରବ କରିପାରିବା। ପ୍ରଭୁଙ୍କର ଗୌରବ ହଉ, ପ୍ରଭୁଙ୍କର ମହିମା। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। थैंक यू पवित्र पिता। धन्यवाद राजा, धन्यवाद राजा, धन्यवाद राजा। तुम्हारी स्तुति हो, तुम्हारी महिमा हो, तुम्हारी आराधना, तुम्हारी प्रशंसा हो बाबा। तुम्हें दया करो, जीवित मध्य रखिल, तुम्हारी स्तुति पाठ करिया प्रातः काल समय तुम्हें प्रार्थना शुणी था प्रभु। प्रभु आम विभिन्न विषय ने प्रार्थना कर तुम्हें शुणे समय तुम्हारी आराधना करुछ आराधना मध्य तुम्हें श्रवण करिवार परमेश्वर, आम आराधना को तुम्हें ग्रहण करिवार परमेश्वर। हालेलुया। ये आराधना तुम्हारी हो बापा, यीशु का नाम मांगी आमेन। ढाଳି दियो ମୋ ଜୀବନେ ତୁମ ପବିତ୍ର ଆତ୍ମା, ଭରି ଦିଅ ମୋ ହୃଦଏ ତୁମ ପ୍ରେମର ବାସନା, ଢାଳି ଦିଅ ମୋ ଜୀବନେ ତୁମ ପବିତ୍ର ଆତ୍ମା, ଭରି ଦିଅ ମୋ ହୃଦଏ ତୁମ ପ୍ରେମର ବାସନା। ପ୍ରଭୁ ତୁମ ସାଥେ ଜଗତେ, ପ୍ରଭୁ ତୁମ ସାଥେ ଜଗତେ ନାହିଁ କାର ତୁଳନା, ଢାଳି ଦିଅ ମୋ ଜୀବନେ ତୁମ ପବିତ୍ର ଆତ୍ମା। ଦିଅ ପ୍ରଭୁ ତୁମ୍ଭ ଆତ୍ମାଙ୍କର ଦାନ, ଚାଲିବାକୁ ଏ ଜଗତେ ଭରି ଦିଅ ହୃଦେ ପ୍ରେମର ସେ ଦାନ, ବଢିବାକୁ ଏ ଜଗତେ ଆ ଦିଅ ପ୍ରଭୁ ତୁମ୍ଭ ଆତ୍ମାଙ୍କର ଦାନ, ଚାଲିବାକୁ ଏ ଜଗତେ ଭରି ଦିଅ ହୃଦେ ପ୍ରେମର ସେ ଦାନ, ବଢିବାକୁ ଏଇ ଜଗତେ ଚାଲୁଥାଅ ସଦା ସାଥେ, ଚାଲୁଥାଅ ସଦା ସାଥେ, ଜୀବନର ପଥ ପରେ ଢାଳି ଦିଅ ମୋ ଜୀବନେ ତୁମ ପବିତ୍ର ଆତ୍ମା, ଭରି ଦିଅ ମୋ ହୃଦଏ
ତୁମ ପ୍ରେମର ବାସନା ପବିତ୍ର ଆତ୍ମାଙ୍କ ଅଭିଷେକ ଦେଇ କର ମତେ ପରିପୂର୍ଣ୍ଣ ବୁଦ୍ଧି ଓ ଶକ୍ତିରେ ଭରି ଦେଇ ମତେ କର ପ୍ରଭୁ ବ୍ୟବହାର ପବିତ୍ର ଆତ୍ମାଙ୍କ ଅଭିଷେକ ଦେଇ କର ମତେ ପରିପୂର୍ଣ୍ଣ ବୁଦ୍ଧି ଶକ୍ତିରେ ଭରି ଦେଇ ମତେ କର ପ୍ରଭୁ ପରି ବ୍ୟବହାର ଭରି ଦିଅ ସେହି ଦାନେ ଭରି ଦିଅ ସେହି ଦାନେ ଶେଷ ଯାଏ ଜୀବନର ଢାଳି ଦିଅ ମୋ ଜୀବନେ ତୁମ ପବିତ୍ର ଆତ୍ମା ଭରି ଦିଅ ମୋ ହୃଦয়ে ତୁମ ପ୍ରେମର ବାସନା ପ୍ରଭୁ ତୁମ ସାଥେ ଏ ଜଗତେ ପ୍ରଭୁ ତୁମ ସାଥେ ଜଗତେ ନାହିଁ କାର ତୁଳନା ନାହିଁ କାର ତୁଳନା ହଁ ପରମେଶ୍ୱର ପ୍ରଭୁ এই ଜଗତରେ କାହାର ତୁଳନା ନାହିଁ ବାପା ତୁମ ସମ ପ୍ରଭୁ ଧନ୍ୟବାଦ ତୁମେ ପାଅ ଯେ ତୁମେ ଆମକୁ ପ୍ରେମ କରିଛ ଆଦର କରିଅଛ ଆଉ ତୁମର ସେ ପ୍ରେମ ଆମ ପ୍ରତି ପ୍ରକାଶିଛ ଢାଳି ଅଛ ପ୍ରଭୁ ଧନ୍ୟବାଦ ଦଉଛୁ ଧନ୍ୟବାଦ ତୁମେ ପାଅ ଧନ୍ୟବାଦ ତୁମେ ପାଅ ଧନ୍ୟବାଦ ତୁମେ ପାଅ ଥ୍ୟାଙ୍କ ୟୁ ପରମେଶ୍ୱର ପ୍ରଭୁ ହାଲେଲୁୟା ସ୍ତୁତି ହୋ ପିତା ହାଲେଲୁୟା ଥ୍ୟାଙ୍କ ୟୁ ଜିସସ୍ ଆଜି ଆମେ ତୁମର ପ୍ରେମକୁ ଶୁଣୁଛୁ ତୁମର ପ୍ରେମକୁ ଜାଣୁଛୁ ପ୍ରଭୁ ତଥାପି ଆଜି ଆମେ ପଛକୁ ଚାହୁଁଛୁ ପ୍ରଭୁ ତୁମରି ପଥ ତୁମେ ଦେଖାଅ ତୁମ ରାସ୍ତା ତୁମେ ଦେଖାଅ ପରମେଶ୍ୱର ପ୍ରଭୁ ହାଲେଲୁୟା ଥ୍ୟାଙ୍କ ୟୁ ଜିସସ୍ ଶୁଣିବି ଶୁଣିନି ତୁମ ଡାକଟି ଅନ୍ତରେ ଶୁଣିବି ଶୁଣିନି ତୁମ ଡାକଟି ଅନ୍ତରେ କହୁଛ ଅଧୀରେ ତୋ ପାପ ପାଇରେ କହୁଛ ଅଧୀରେ ତୋ ପାପ ପାଇରେ ତୁ କି ପାରୁ କେବେ ବୁଝି ମୋର କତ ଝରେ ଶୁଣିବି ଶୁଣିନି ତୁମ ଡାକଟି ଅନ୍ତରେ ଶୁଣିବି ଶୁଣିନି ତୁମ ଡାକଟି ଅନ୍ତରେ ଝରାଏ ମୁଁ ଲହୁ ତୁମ ଏହି ହାତେ ମୋର ସହିବାକୁ ତୁମେ ଅବା ହୋଇଛ ପାଖର କ୍ଷମିବାକୁ ସାଜି ପୁଣି କ୍ଷମାର ଈଶ୍ୱର ଧୋଇ ଦେଇ ମୋ ହାତର ଯେତେ ପାପ ତାର ଦୟାମୟ ଦୟା ବହି କ୍ଷମା ଦିଅ
लहु धारे ଶୁଣିବି ଶୁଣିନି ତୁମ ଡାକଟି ଅନ୍ତରେ ଶୁଣିବି ଶୁଣିନି ତୁମ ଡାକଟି ଅନ୍ତରେ କହୁଛ ଅଧୀରେ ତୋ ପାପ ପାଇଁ ରେ କହୁଛ ଅଧୀରେ ତୋ ପାପ ପାଇଁ ରେ ତୁ କି ପାରୁ କେବେ ବୁଝି ମୋର କତ ଝରେ ଶୁଣିବି ଶୁଣିନି ତୁମ ଡାକଟି ଅନ୍ତରେ ବାର ବାର କହେ ଆଜି ପାପ କରିବିନି ଛୋଟ ଏଇ କଥା ମୋର କେବେ ବି ରଖିନି କେତେ କ୍ଷମା ରଖିଛ ହେ ମତେ ଦେବା ପାଇଁ କ୍ଷମି ଯାଅ ବାରେ ବାରେ ସୀମା କିବା ନାହିଁ ପ୍ରେମମୟ ପ୍ରେମ ବହି ପ୍ରେମମୟ ପ୍ରେମ ବହି କ୍ଷମା ଦିଅ ପ୍ରେମ ଭରେ ଶୁଣିବି ଶୁଣିନି ତୁମ ଡାକଟି ଅନ୍ତରେ ଶୁଣିବି ଶୁଣିନି ତୁମ ଡାକଟି ଅନ୍ତରେ ହା 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 ଆ ହା 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 ୟେସ୍ ପରମେଶ୍ୱର ପ୍ରଭୁ ଆମେ ତୁମର ସେ ଡାକକୁ ଶୁଣୁଛୁ ବାପା ତଥାପି ମଧ୍ୟ ଆମେ ନ ଶୁଣିଲା ପରେ ରହୁଛୁ ବାପା ଆମକୁ ତୁମେ କ୍ଷମା କର ତୁମେ କ୍ଷମାମୟ ପିତା ତୁମେ ଦୟାମୟ ପିତା ତୁମରି ଦୟା ପ୍ରଭୁ ଆମ ପ୍ରତି ପ୍ରଚୁର ପରମେଶ୍ୱର ପ୍ରଭୁ ରହିଅଛି ପ୍ରଭୁ ପବିତ୍ର ପିତା ତୁମେ ଆମକୁ କ୍ଷମା କର ପ୍ରଭୁ ତୁମେ ସେ କ୍ଷମା ବାହୁ ତଳେ ରଖ ପ୍ରଭୁ ଓ ପିତା ସେ କରୁଣା ବାହୁ ତଳେ ରଖ ପ୍ରଭୁ ଓ ପିତା ସେ କୃଷ୍ଣ ବିଧର ହସ୍ତରେ ତୁମେ ଆମକୁ ପବିତ୍ର ପିତା ସ୍ପର୍ଶ କରି ପବିତ୍ର କର ଧୌତ କର ରାଜା ଈଶୁ ହାଲେଲୁୟା ପରମେଶ୍ୱର ପିତା ହାଲେଲୁୟା ପ୍ରଭୁ ଆମକୁ କିଛି ନାହିଁ ପ୍ରଭୁ ତୁମରି ସେଇ ଅପିତା ଏକମାତ୍ର ହସ୍ତ ତୁମରି ଆଶୀର୍ବାଦ ଆମକୁ ଦରକାର ପରମେଶ୍ୱର ପ୍ରଭୁ ହାଲେଲୁୟା कुछ नहीं चाहिए खुदा बस तू ही तू चाहिए यस आमीन हालेलुया कुछ नहीं चाहिए खुदा बस तू ही तू चाहिए तू मेरा पिता मैं तेरा बेटा ये रिश्ता काफी है मुझे तू मेरा पिता मैं तेरा बेटा ये रिश्ता काफी है मुझे कुछ नहीं चाहिए खुदा बस तू ही तू चाहिए कुछ नहीं चाहिए खुदा बस तू
ही तू चाहिए, बस तू ही तू चाहिए। तू मेरा पिता, मैं तेरा बेटा, ये रिश्ता बस काफी है मुझे। तू मेरा पिता, मैं तेरा बेटा, ये रिश्ता काफी है मुझे। ये रिश्ता काफी है मुझे। ये अब्बा पिता, ये रिश्ता काफी है राजा परमेश्वर पिता। ହଁ ପିତା ପରମେଶ୍ୱର ପ୍ରଭୁ, ଆମେ ତୁମର ସନ୍ତାନ ପ୍ରଭୁ, ଆମେ ତୁମର ସନ୍ତତି ପ୍ରଭୁ। ତୁମେ ଆମର ପିତା ଆବ୍ବା ପ୍ରଭୁ। ଧନ୍ୟବାଦ ଦଉଛି ତୁମେ ଆମକୁ ପିତା ସେ ଅଧିକାର ଦେଇଛ ତୁମକୁ ଆବା ପିତା ଡାକିବାର। ଧନ୍ୟବାଦ ଦଉଛି, ତୁମେ ଧନ୍ୟବାଦ ପା, ତୁମେ ପ୍ରଶଂସା ପା, ତୁମେ ମହିମା ପାଅ ବାପା। ହାଲେଲୁୟା। स्तुति हो पापा, स्तुति हो पापा, स्तुति हो राजा। हालेलुया। कोई नहीं है आदर के योग्य, बस एक तू रजा। कोई नहीं है सिंहासन के योग्य, बस एक तू राजा। कोई नहीं है आदर के योग्य, बस एक तू यहोवा। कोई नहीं है सिंहासन के योग्य, बस एक तू राजा। सारा आदर सारी महिमा तुझको मिले राजा। सारा आदर सारी महिमा तुझको मिले राजा। कोई नहीं है महिमा के योग्य, बस एक तू यहोवा। कोई नहीं है बेदाग पवित्र, बस एक तू मसीहा। यस लॉर्ड। कोई नहीं है महिमा के योग्य, बस एक तू यहोवा। कोई नहीं है बेदाग पवित्र, बस एक तू मसीहा। नाम यीशु का ऊंचा, ये सब मिलके बोलेंगे। नाम यीशु का ऊंचा, उसके नाम को हम ऊंचा उठाएंगे। नाम यीशु का ऊंचा नाम, यीशु नाम, यीशु का ऊंचा आमीन। नाम यीशु का ऊंचा नाम, यीशु का ऊंचा नाम, यीशु नाम, यीशु का ऊंचा नाम, यीशु का ऊंचा नाम, यीशु का ऊंचा नाम, यीशु। हालेलुया। थैंक यू जीसस। तेरे नाम में है चंगाई, तेरे नाम में है रिहाई, तेरे नाम में है
भलाई, नाम यीशु का ऊंचा, नाम यीशु का ऊंचा, नाम यीशु का ऊंचा, नाम यीशु। कोई नहीं है आदर के योग्य, बस एक तू यहोवा। कोई नहीं है सिंहासन के योग्य, बस एक तू राजा। सारा आदर, सारी महिमा तुझको मिले राजा। सारा आदर, सारी महिमा तुझको मिले यीशु। सारा आदर, सारी महिमा तुझको मिले यहोवा। थैंक यू लॉर्ड परमेश्वर प्रभु, आम्ही तुमरी नामକୁ ଚିକୁତ କରୁଛୁ, ତୁମ ନାମକୁ ମହିମା କରୁଛୁ ବାପା। ତୁମେ ଧନ୍ୟବାଦ ପାଅ, ତୁମେ ପ୍ରଶଂସା ପାଅ, ତୁମେ ଗୌରବ ପାଅ ବାପା। ତୁମ ନାମକୁ ଆମେ ଉଚ୍ଚୀକୃତ କରୁଛୁ, ଉଚ୍ଚୀକୃତ କରୁଛୁ, ପ୍ରଶଂସା କରୁଛୁ, ସ୍ତୁତିବାଦ କରୁଛୁ, ଜୟ ଜୟକାର କରୁଛୁ ବାପା। ହାଲେଲୁୟା। କାରଣ ତୁମେ ଗୌରବ, ପ୍ରଶଂସା, ମହିମା, ସ୍ତୁତିବାଦ ପାବେ। ତୁମେ ଯୋଗ୍ୟ ପରମେଶ୍ୱର ଅଟ, ତୁମ ଛଡା କେହି ନାହିଁ ପ୍ରଭୁ। ହାଲେଲୁୟା। ଆଜିର ଏହି ପ୍ରାତଃ କାଳ ସମୟରେ ପରମେଶ୍ୱର ପ୍ରଭୁ, ତୁମରି ନାମକୁ ଆମେ ଉଚ୍ଚା ଉଠାଇଛୁ, ତୁମ ନାମକୁ ଆମେ ପ୍ରଶଂସା କରୁଛୁ, ତୁମରି ଗୌରବ କରୁଛୁ ବାପା। ଧନ୍ୟବାଦ ତୁମେ ପାଅ। ଆଜି ପରମେଶ୍ୱର ସକଳ ବିଷୟ ତୁମରି ହସ୍ତ ଦଉଛୁ, ଆରମ୍ଭ ଶେଷ ପର୍ଯ୍ୟନ୍ତ ତୁମେ ଆମ ସଙ୍ଗରେ ରୁହ ବାପା। ପ୍ରଭୁ ଏଇ ଦିବସ ତୁମରି ହସ୍ତ ଦଉଛୁ, ଦିବସ ଆରମ୍ଭ ଶେଷ ପର୍ଯ୍ୟନ୍ତ ତୁମେ ଆମ ସହିତ ରୁହ ବାପା। ହାଲେଲୁୟା। ଏଇ ସମୟ ତୁମରି ଅଟେ ବାପା। ତୁମରି ଗୌରବ, ତୁମରି ମହିମା ହଉ। ଆଗାମୀ କାର୍ଯ୍ୟକ୍ରମ ତୁମରି ହସ୍ତରେ ଦେଇ ମୁଁ ନିଜକୁ ମଧ୍ୟ ତୁମରି ହସ୍ତରେ ସମର୍ପିତ କରି ନାଜରିତ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ମଧୁମୟ ନାମରେ ଛୋଟିଆ ବିନତି ନିବେଦନ ଆଜିର ଆରାଧନାକୁ ତୁମରି ହସ୍ତରେ ଦେଇ ମାଗୁଅଛି ବାପା। ଆମେନ୍, ଆମେନ୍, ଆମେନ୍। ଥ୍ୟାଙ୍କ ୟୁ ଧନ୍ୟବାଦ। ସିଷ୍ଟର। ଧନ୍ୟବାଦ ଦିଦି। ବହୁଳ ରୂପେ ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଅତି ହୃଦୟସ୍ପର୍ଶୀ ଗୀତ ଗୁଡିକ ଗାଇ ପ୍ରଭୁଙ୍କ ନିକଟବର୍ତ୍ତୀ କରିଥିବାରୁ ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆମେ ପ୍ରାର୍ଥନା କରୁଛୁ ଦିଦି, ଏମିତି ପ୍ରଭୁଙ୍କ ସେବାରେ ଆପଣ ବଢନ୍ତୁ, ଏହା ଆମର ପ୍ରାର୍ଥନା। କ୍ଷମା କରିବେ, ମୁଁ ଭିଡିଓ ଅନ୍ କରିପାରିବିନି, ଟିକେ ନେଟୱାର୍କ ପ୍ରୋବ୍ଲେମ ହଉଛି। ଆସନ୍ତୁ, ଆମେ ଅତି ଗୁରୁତ୍ୱପୂର୍ଣ୍ଣ ସମୟରେ ପହଞ୍ଚି ଅଛୁ। ଆମେ ନିଜକୁ ପ୍ରସ୍ତୁତ କରିବା, ନିଜ ହୃଦୟକୁ ଆମେ ପ୍ରସ୍ତୁତ କରି ଭୟଭକ୍ତିର ସହିତ ପ୍ରଭୁଙ୍କ ଠାରେ ଆମେ ବସିବା ଆଉ ତାଙ୍କ ବାକ୍ୟ ଶୁଣିବା। ଆମ ଗହଣରେ ଅଛନ୍ତି ହେମଲତା ସୁନା ଦିଦି। ମୁଁ ତାଙ୍କୁ ଗୋଟେ ବାକ୍ୟ ଦେଇ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ରିଅଲ ମିନିଷ୍ଟ୍ରି ଅଫ ଇଣ୍ଡିଆରେ ମୁଁ ତାଙ୍କୁ ଆହ୍ୱାନ କରିବା ପାଇଁ ଚାହେଁ। ଯାହା ଲେଖା ଅଛି 68 ର 11 ପଦ ଗୀତ ସଂଗୀତା। ପ୍ରଭୁ ବାକ୍ୟ ପ୍ରଦାନ କରନ୍ତି, ଶୁଭ ବାର୍ତ୍ତା ପ୍ରଚାରିକା ସ୍ତ୍ରୀଗଣ ମହାବାହିନୀ ଅଟନ୍ତି। ଏ ପବିତ୍ର ବାକ୍ୟ ଦେଇ ପ୍ରଭୁ ଆପଣଙ୍କୁ ବହୁଳ ରୂପେ ଆଶୀର୍ବାଦ କରନ୍ତୁ ଦିଦି। ବର୍ତ୍ତମାନ ଆପଣଙ୍କ ସମୟ, ଆପଣ ଆମକୁ ବାକ୍ୟରେ ପଢାଇ ନିଅନ୍ତୁ ଦିଦି। ପ୍ରେଜ ଦ ଲର୍ଡ। ପ୍ରେଜ ଦ ଲର୍ଡ ମା, ପ୍ରେଜ ଦ ଲର୍ଡ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ସୁନ୍ଦର ଭାବରେ ସ୍ୱାଗତ କରିଥିବା ହେତୁ ପ୍ରଭୁଙ୍କର ଗୌରବ ହଉ। ଆପଣଙ୍କୁ ମଧ୍ୟ ପ୍ରଭୁ ଅନୁଗ୍ରହ କରନ୍ତୁ। ଏଇ ଯୌବନ କାଳରେ ଯେପରି ସୃଷ୍ଟିକର୍ତ୍ତାଙ୍କ ଠାରେ ଆହୁରି ଲାଗି ରହିବ, ପ୍ରଭୁ ସେହିପରି ଆଶୀର୍ବାଦ କରନ୍ତୁ। ଧନ୍ୟବାଦ ଦେଉଛି ଏତେବେଳେ ଆମର ଭଉଣୀ ମଧୁସ୍ମିତାକୁ ସେ ସୁନ୍ଦର ଭାବରେ ଆରାଧନା କରିଛନ୍ତି, ଆଉ ପ୍ରଭୁଙ୍କ ନିକଟକୁ ସମସ୍ତଙ୍କୁ ପଢାଇ ନେଇଛନ୍ତି। ସେଥିପାଇଁ ତାଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ ଦଉଛି ସୁଯୋଗ ଦେଇଥିବା ନିମନ୍ତେ। ଆଉ ଗତକାଲି ପ୍ରବୀଣା ଭଉଣୀ କଣ୍ଟାକ୍ଟ କରିକି ସେ କଥା ହେଇଥିଲେ, ଆଉ ପିଟର ଭାଇଙ୍କୁ ମଧ୍ୟ ଧନ୍ୟବାଦ ଦଉଛୁ। ଆଉ ସେମାନେ ମତେ ଆଜି ସୁଯୋଗ ଦେଇ ଅଛନ୍ତି ରିଅଲ ମିନିଷ୍ଟ୍ରିରେ, ଆଉ ସେଥିପାଇଁ ପ୍ରଭୁଙ୍କର ଗୌରବ ହଉ, ଧନ୍ୟବାଦ ହଉ। ମୋ ପରିଯୋଜକକୁ ସେମାନେ ଆଜି ମନୋନୀତ କରିଛନ୍ତି। ଯାହା ବି ହଉ, ପ୍ରଭୁଙ୍କର ଅନୁଗ୍ରହ, ପ୍ରଭୁଙ୍କର ଦୟା ଆମମାନଙ୍କ ପ୍ରତି ସଦା ସର୍ବଦା ରହିଛି। ସମସ୍ତଙ୍କୁ ପ୍ରେଜ ଦ ଲର୍ଡ, ନମସ୍କାର। ଆସନ୍ତୁ ଆମମାନେ ଆଜି ପ୍ରଭୁଙ୍କର ବାକ୍ୟ ନିକଟକୁ ଯିବା ପୂର୍ବରୁ ପ୍ରଥମେ ନିଜକୁ ପ୍ରଭୁଙ୍କ ଚରଣ ତଳେ ସମର୍ପଣ କରିବା। ଧନ୍ୟବାଦ, ପ୍ରଶଂସା, ଗୌରବ, ସମ୍ଭ୍ରମ ତୁମର ହଉ ପ୍ରଭୁ। ତୁମେ ଦୟା କଲ, ଅନୁଗ୍ରହ କଲ, ଆମମାନଙ୍କୁ ଏ ସୁନ୍ଦର ସମୟ ଦେଲ ପ୍ରଭୁ। ମୋ ଭଳି ଆଜି ଅଯୋଗ୍ୟକୁ ତୁମେ ଆଜି ମନୋନୀତ କରିଛ ବାପା। ତୁମର ସେଇ ମୁଖ ନିଃସୃତ ସ୍ୱର୍ଗୀୟ ବାକ୍ୟକୁ ପ୍ରଭୁ ପରିଚାଳନା କରିବା ନିମନ୍ତେ ହେ ମଙ୍ଗଳମୟ ସଦା ପ୍ରଭୁ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ କର ପ୍ରଭୁ। ଆଉ
ଏଇ ବାକ୍ୟ ଯେପରି ଉତ୍ତମ ଭାବରେ ସମସ୍ତଙ୍କ ନିକଟକୁ ପହଞ୍ଚି ପାରିବ, ସମସ୍ତେ ପ୍ରଭୁ ପରିତୃପ୍ତର ସହ ତୁମର ଗୌରବ, ତୁମର ପ୍ରଶଂସା କରିବାକୁ ପାରିବୁ ସାହାଯ୍ୟ କର। ଗୌରବ ସଂଗ୍ରାମ ତୁମେ ଯୀଶୁଙ୍କ ନାମରେ ଆମେନ୍। ମୋର ଆବାଜ ଭଲରେ ଯାଉଛି ଭାଇ? କ୍ଲିୟର ଅଛି ଦିଦି? ଠିକ ଅଛି, ଆମମାନେ ଅଧ୍ୟୟନ କରିବା ରୋମିଓ ତାର 6 ପର୍ବ 23 ପଦକୁ ଆମମାନେ ଅଧ୍ୟୟନ କରୁଥିବା। ସେଥିରେ ଏପରି ଲେଖା ଅଛି, କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ଦାନ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ। ଆଉ ଥରେ ପଢୁଛି, କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ଦାନ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ। ପ୍ରଭୁ ଏହି ପଠିତ ବାକ୍ୟ ବୁଝିବା ନିମନ୍ତେ ଆମ ପ୍ରତ୍ୟେକଙ୍କୁ ସାହାଯ୍ୟ କରନ୍ତୁ। ଆମେନ୍। ଆମମାନେ ଆଜି ଦେଖୁଛୁ ପାପର ବେତନ। ଜାଗତିକ ଭାବରେ ଯେତେବେଳେ ଆମମାନେ ବିଭିନ୍ନ କାର୍ଯ୍ୟ କରୁଛୁ, ବେତନ ମାନେ ପାରିଶ୍ରମିକ। ଆଉ ବିଭିନ୍ନ କାର୍ଯ୍ୟ କରିଥାଉ, ଆଉ ସେ ସମୟରେ ଆମମାନେ ଯେକୌଣସି ଯିଏ ଯୋଉ ପ୍ରକାର କାର୍ଯ୍ୟ କରୁଛି ସେ କାର୍ଯ୍ୟ ନିମନ୍ତେ ସିଏ ପାରିଶ୍ରମିକ ପାଇଥାଏ ବା ମୂଲ ପାଇଥାଏ। ତ ଏଇ ସ୍ଥାନରେ ଆମମାନେ ଦେଖୁଛୁ ପାପର ବେତନ ମୃତ୍ୟୁ। ପାପ ବୋଲି ଗୋଟେ କାର୍ଯ୍ୟ ଅଛି, ଆଉ ସେ ପାପ କରିବା ଦ୍ଵାରା ମଧ୍ୟ ଆମେ ତାର ମୂଲ ପାଉଛୁ ମୃତ୍ୟୁ। ଏଇଟାକୁ ଆଜି ଆମମାନେ ଦେଖିବା। ଆଜି ମୋର ଟପିକ ମଧ୍ୟ ରହିଛି ପାପର ବେତନ ମୃତ୍ୟୁ। ତ ପାପର ବେତନ ମୃତ୍ୟୁ। ପାପ କଣ ଅଟେ? ପାପ କଣ ଆମମାନେ ଜାଣିବା। ସେଥିପାଇଁ ଯେତେବେଳେ ଈଶ୍ୱରଙ୍କର ଇଚ୍ଛାକୁ ବିଚାର ନ କରି ମନୁଷ୍ୟ କଣ କରେ, ନିଜର ଇଚ୍ଛାକୁ ସାବ୍ୟସ୍ତ କରେ, ଆଉ ସେଇଟା ହଉଛି ପାପ ବୋଲିକି ଆମମାନେ ଜାଣି। ଈଶ୍ୱରଙ୍କ ଦୃଷ୍ଟିରେ ତାହା ପାପ ଗଣିତ ହୁଏ, ଯାହାକି ଆମେ ମାନେ ଆଦି ପୁସ୍ତକରୁ ଆରମ୍ଭ କରିଛୁ ବା ଆଦି ପୁସ୍ତକରୁ ଆମମାନେ ଜାଣିଛୁ। ଆମେ ଯେତେବେଳେ ଦେଖୁଛୁ ଆଦି ପୁସ୍ତକ ତାର 1 ପର୍ବର 27 ପଦରେ ପ୍ରଭୁ କଣ ବୋଲିକରି କହିଲେ ଯେ ସେ କହିଲେ ନା ଆପଣା ସାଦୃଶ୍ୟରେ ଆପଣା ପ୍ରତିମୂର୍ତ୍ତିରେ ସେ ମନୁଷ୍ୟକୁ ନିର୍ମାଣ କଲେ। ଆଦି ପୁସ୍ତକ 1 ପର୍ବ ତାର 27 ପଦ। ଆପଣା ସାଦୃଶ୍ୟରେ ଆଉ ଆପଣା ପ୍ରତିମୂର୍ତ୍ତିରେ ସେ ମନୁଷ୍ୟକୁ ନିର୍ମାଣ କରିଅଛନ୍ତି। ଅନନ୍ତର ପରମେଶ୍ୱର ଆପଣା ପ୍ରତିମୂର୍ତ୍ତିରେ ମନୁଷ୍ୟକୁ ସୃଷ୍ଟି କଲେ। ପରମେଶ୍ୱରଙ୍କ ପ୍ରତିମୂର୍ତ୍ତିରେ ସେ ତାହାକୁ ସୃଷ୍ଟି କଲେ, ପୁରୁଷ ଓ ସ୍ତ୍ରୀ କରି ସେମାନଙ୍କୁ ସୃଷ୍ଟି କଲେ। ପ୍ରଭୁଙ୍କ ନାମର ଗୌରବ। ମନୁଷ୍ୟକୁ ସେ ଆପଣା ସାଦୃଶ୍ୟରେ ଆପଣା ପ୍ରତିମୂର୍ତ୍ତିରେ ନିର୍ମାଣ କଲେ। ସେ କି ପ୍ରକାର ଲୋକ ଥିଲେ? ପ୍ରଭୁ ସଦାପ୍ରଭୁ କି ପ୍ରକାର ଲୋକ ଥିଲେ? ସେ ନିଜେ ଥିଲେ ଧାର୍ମିକ ଥିଲେ, ପବିତ୍ର ଥିଲେ। ଏଇ ବିଷୟକୁ ଆମମାନେ ଦେଖିବା ପ୍ରଥମ ପିତର 1 ପର୍ବର 16 ପଦରେ ଆମମାନେ ସେଇ ବିଷୟକୁ ଦେଖିପାରିବା ଯେ ସିଏ ପବିତ୍ର ଥିଲେ, ଆଉ ସିଏ କଣ ଥିଲେ? ଧାର୍ମିକ ଥିଲେ। ତ ଏଇ ସ୍ଥାନରେ ଆମମାନେ ଦେଖୁଛୁ ପ୍ରଥମ ପିତର ତାର 1 ପର୍ବ ଆଉ 16 ପଦରେ ଲେଖାଯାଏ, ଯେହେତୁ ଯେଣୁ ଲେଖା ଅଛି, ତୁମ୍ଭେମାନେ ପବିତ୍ର ହୁଅ କାରଣ ଆମେ ପବିତ୍ର। ସେ ନିଜେ ପବିତ୍ର ଥିବା ହେତୁ ଆମ୍ଭମାନଙ୍କୁ ମଧ୍ୟ ପବିତ୍ର କରିକି ସେ ନିର୍ମାଣ କରିଥିଲେ। କୋଉଠି? ନା ଯେତେବେଳେ ସେ ଏଦନ ଉଦ୍ୟାନରେ ମନୁଷ୍ୟକୁ ନିର୍ମାଣ କଲେ, ଆଉ ସେ ଏଦନ ଉଦ୍ୟାନରେ ମନୁଷ୍ୟକୁ ନିର୍ମାଣ କରିବା ସମୟରେ ମନୁଷ୍ୟକୁ ପାପରେ ସେ ନିର୍ମାଣ କରିନଥିଲେ, ମାତ୍ର ଧାର୍ମିକତାରେ ସେ ମନୁଷ୍ୟକୁ ନିର୍ମାଣ କରିଥିଲେ। ସେଥିପାଇଁ ମନୁଷ୍ୟ କଣ କଲା? ଧାର୍ମିକତାର ବସନ ପିନ୍ଧିଥିଲା, ପବିତ୍ରତାର ବସନ ପିନ୍ଧିଥିଲା, ଆଉ ସଦାପ୍ରଭୁଙ୍କ ସମ୍ମୁଖରେ ସିଏ କଣ କରୁଥିଲା? ଗମନାଗମନ କରୁଥିଲା। ତା ନିକଟରେ କିଛି ନଥିଲା। ତା ନିକଟରେ ରୋଗ ନଥିଲା, ଶୋକ ନଥିଲା, କ୍ରନ୍ଦନ ନଥିଲା, ଜରା ନଥିଲା, କୌଣସି ପ୍ରକାର ବିଷୟ ନଥିଲା। ସିଏ କେବଳ ଈଶ୍ୱରଙ୍କ ନିକଟରେ ସେ କଣ ହେଇକି ଥିଲା? ଗୋଟେ ଧାର୍ମିକତାର ଈଶ୍ୱରଙ୍କର ସନ୍ତାନ ହେଇକି ସେ ସେଇ ସ୍ଥାନରେ ରହିଥିଲା। ତ ଆଜି ଆମମାନେ ଦେଖୁଛୁ ଯେ ପାପରେ କେମିତି ମନୁଷ୍ୟ ପ୍ରବେଶ କରିଛି, ଆଉ ସେ ପାପରୁ କେମିତି ସେ ଉଦ୍ଧାର ପାଇଛି। ତ ଆମେ ଯେତେବେଳେ ଏଇ ରୋମିଓ ପୁସ୍ତକକୁ ଦେଖୁଛୁ, ଏଇଥିରେ କଣ ଲେଖା ଯାଇଛି ଯେ ଈଶ୍ୱରଙ୍କର ଅନୁଗ୍ରହରେ
ମନୁଷ୍ୟ କଣ ହେଇଛି ନା ପାପରୁ ମୁକ୍ତ ହୋଇଅଛି। ଆଉ ସେଥିପାଇଁ ଆମମାନେ ଦେଖିଲେ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ଦାନ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ। ତ ଆମେ ଦେଖିଲେ ଆଉ ସେ ଥିଲେ ପବିତ୍ର ଥିଲେ, ସେ ଧାର୍ମିକ ଥିଲେ, ଆଉ ସେଥିପାଇଁ ସିଏ କଣ କଲେ ମନୁଷ୍ୟକୁ ମଧ୍ୟ ପବିତ୍ର ଭାବରେ ଏଦନ ଉଦ୍ୟାନରେ ରଖିଥିଲେ। କିନ୍ତୁ ମନୁଷ୍ୟ ସେହି ଧାର୍ମିକତାକୁ, ସେହି ପବିତ୍ରତାକୁ ଧରି ରଖିବାକୁ ସକ୍ଷମ ହଉଥିଲା। ଲେବୀୟ ତାର 11 ପର୍ବ 44-45 ପଦରେ ମଧ୍ୟ ସେହି ପ୍ରକାର ଲେଖାଯାଏ ଯେ ଆମେ ପବିତ୍ର, ତେଣୁ ତୁମ୍ଭେ ମାନେ ମଧ୍ୟ ପବିତ୍ର ହୁଅ ବୋଲିକି ପ୍ରଭୁ ସେଇ ସ୍ଥାନରେ କହୁଛନ୍ତି। ଆମ୍ଭେ ପବିତ୍ର, ତେଣୁ ତୁମ୍ଭେ ମାନେ ମଧ୍ୟ ପବିତ୍ର ହୁଅ ବୋଲିକି। କିନ୍ତୁ ମନୁଷ୍ୟ କଣ କରିଛି, ସେ ଈଶ୍ୱରଙ୍କ ପ୍ରତିମୂର୍ତ୍ତିରେ, ଈଶ୍ୱରଙ୍କ ସାଦୃଶ୍ୟରେ ବୋଲି କହିବା ମାନେ ଈଶ୍ୱର ଯେମିତି ପବିତ୍ର ଥିଲେ, ଧାର୍ମିକ ଥିଲେ, ତଦ୍ରୂପ ମନୁଷ୍ୟକୁ ମଧ୍ୟ ସେ କଣ କରିଥିଲେ, ଧାର୍ମିକ ଆଉ ପବିତ୍ର କରିକି ସେ ନିର୍ମାଣ କରିଥିଲେ। ଆଉ ସେଥିପାଇଁ ଆମମାନେ ଦେଖୁଛୁ ଯେ ସେ କହୁଛନ୍ତି ଯେ ମୁଁ ଯେପରି ପବିତ୍ର ତୁମେ ମାନେ ମଧ୍ୟ ସେହିପରି ପବିତ୍ର ହୁଅ ବୋଲି। ରୋମିଓ ତାର 12 ପର୍ବର 1 ପଦକୁ ଯେତେବେଳେ ଆମମାନେ ପାଠ କରୁଛୁ, ସେଇ ସ୍ଥାନରେ ସେ କଣ ବୋଲିକରି କହୁଛନ୍ତି ଆମମାନଙ୍କୁ ଅତଏବ ହେ ଭାଇ ମାନେ, ମୁଁ ତୁମ୍ଭମାନଙ୍କୁ ଈଶ୍ୱରଙ୍କ ଦୟା ହେତୁ ବିନତି କରୁଅଛି, ତୁମ୍ଭେ ମାନେ ଆପଣା ଆପଣା ଶରୀରକୁ ସଜୀବ, ପବିତ୍ର ଓ ଈଶ୍ୱରଙ୍କ ସୁଗ୍ରାହ୍ୟ ବଳି ରୂପେ ଉତ୍ସର୍ଗ କର। ଏହା ତ ତୁମ୍ଭ ମାନଙ୍କର ଯୁକ୍ତିଯୁକ୍ତ ଉପାସନା। ହାଲେଲୁୟା। ପ୍ରଭୁଙ୍କ ମହାନାମର ଗୌରବ ହଉ। ଆମମାନେ ଏଇଠି ଦେଖିବାକୁ ପାଉଛୁ ସେ ଆମମାନଙ୍କୁ କହୁଛନ୍ତି କଣ ବୋଲିକି, ଯେ ଆପଣା ଶରୀରକୁ ସଜୀବ, ପବିତ୍ର ଆଉ ଈଶ୍ୱରଙ୍କ ସୁଗ୍ରାହ୍ୟ ବଳି ରୂପେ ଉତ୍ସର୍ଗ କରିପାରିବେ। ଆମେ କିନ୍ତୁ ନିଜ ଇଚ୍ଛା ପଥରେ ସେଦିନ ଆଦମ ହବା ସେମାନେ କଣ କଲେ, ଈଶ୍ୱରଙ୍କ ଇଚ୍ଛାକୁ ସେମାନେ ଅବଜ୍ଞା କରିକି ନିଜ ଇଚ୍ଛାକୁ ସେ ସ୍ଥାନରେ ସାବ୍ୟସ୍ତ କଲେ। ଆଉ ସେମାନେ ସେଦିନ କଣ କରିଥିଲେ ନା ପାପରେ ପରିପୂର୍ଣ୍ଣ ହେଇଯାଇଥିଲେ। କିନ୍ତୁ ପ୍ରଭୁ ଆମମାନଙ୍କୁ ଏ ସ୍ଥାନରେ କହୁଛନ୍ତି ଆପଣା ଆପଣା ଶରୀରକୁ ସଜୀବ, ପବିତ୍ର ଆଉ ସୁଗ୍ରାହ୍ୟ ବଳି ରୂପରେ ଉତ୍ସର୍ଗ କର। ଆମେ ଯଦି ଏଇ ସଜୀବ, ପବିତ୍ର ଆଉ ସୁଗ୍ରାହ୍ୟ ବଳି, ଏଇ 3ଟା ବିଷୟକୁ ଯେତେବେଳେ ଆମମାନେ ଦେଖୁଥିବା, ସେଇ ସ୍ଥାନରେ ଆମମାନେ ଦେଖିବାକୁ ପାଇବା ଯେ ସଜୀବ ଆଉ ପବିତ୍ର ଆଉ ଈଶ୍ୱରଙ୍କ ସୁଗ୍ରାହ୍ୟ ବଳି। ସଜୀବର ଅର୍ଥ ଆମମାନେ ଦେଖୁଛୁ ଯାହାଠାରେ ଜୀବନ ଥାଏ। ସଜୀବ ଯାହାଠାରେ ଜୀବନ ଥାଏ ତାକୁ କହନ୍ତି ଜୀବିତ ବା ସଜୀବ ମନୁଷ୍ୟ ବୋଲିକି। ଆମେ ପ୍ରଥମ ଯୋହନ ତାର 5 ପର୍ବ ତାର 11 ଆଉ 12 ପଦକୁ ଯେତେବେଳେ ପାଠ କରିବା, ସେଇଥିରେ ଲେଖା ଯାଉଛି, ସେଇ ସାକ୍ଷ୍ୟ ଏହି ଯେ ଈଶ୍ୱର ଆମ୍ଭମାନଙ୍କୁ ଅନନ୍ତ ଜୀବନ ଦେଇ ଅଛନ୍ତି, ପୁଣି ସେହି ଜୀବନ ତାହାଙ୍କ ପୁତ୍ରଙ୍କ ଠାରେ ଅଛି। ଯେ ପୁତ୍ରଙ୍କୁ ପାଇଅଛି ସେ ଜୀବନ ପାଇଅଛି, ଯେ ଈଶ୍ୱରଙ୍କ ପୁତ୍ରକୁ ପାଇନାହିଁ ସେ ଜୀବନ ହିଁ ପାଇନାହିଁ। ହାଲେଲୁୟା। ପ୍ରଭୁଙ୍କ ମହାନାମର ଗୌରବ ହଉ। ଏଇଥିରେ ଆମେ ସଜୀବର ଅର୍ଥ, ଆମେ ଯଦି ଆଜି ପ୍ରଭୁ ଯୀଶୁଙ୍କୁ ପାଇଛୁ ତାହେଲେ ଆମମାନେ ସଜୀବ ହେଇଛୁ। ଆଉ ଯଦି ପ୍ରଭୁ ଯୀଶୁଙ୍କୁ ପାଇନାହୁଁ ତାହେଲେ ଆମମାନେ ନିର୍ଜୀବ ଅଟୁ। ସେଥିପାଇଁ ପ୍ରଭୁ ଯୀଶୁଙ୍କୁ ଯିଏ ପାଇଛି ସିଏ କଣ ସଜୀବ ବୋଲିକି ଏଥିରେ ଲେଖା ଯାଉଛି। ତ ଆମକୁ କହୁଛନ୍ତି ପ୍ରଭୁ ସଜୀବ, ଅର୍ଥାତ୍ ଆମମାନେ ପ୍ରଭୁଙ୍କୁ ପାଇବା, ପ୍ରଭୁଙ୍କ ଠାରେ ଆମମାନେ ନିଜକୁ ଉତ୍ସର୍ଗ କରିବା, ଆଉ ସେ ହଉଛନ୍ତି ସେଇ ସଜୀବ, ଆମକୁ ମଧ୍ୟ ସେ ସଜୀବ କରିବେ। ତାପରେ ପବିତ୍ର, ତ ଏଇଠି ଆମେ ଦେଖିଲେ ପ୍ରଥମ ଯୋହନ 1 ପିତର 1:16 ଯେ ଆମ୍ଭେ ପବିତ୍ର, ତେଣୁ ତୁମ୍ଭେ ବି ପବିତ୍ର ହୁଅ ବୋଲିକି ସେଇଥିରେ ସେ କହୁଛନ୍ତି। ତ ସେଇଥିରୁ ଆମେ ଜାଣୁଛୁ ଯେ ପ୍ରଭୁ ଆମମାନଙ୍କୁ ସଜୀବ, ଅର୍ଥାତ୍ ତାଙ୍କ ଠାରେ ଆମମାନଙ୍କୁ ସମର୍ପିତ ହେବା ନିମନ୍ତେ, ଆଉ ସେ ଯେପରି ପବିତ୍ର ଆମକୁ ମଧ୍ୟ ପବିତ୍ର କରିବା ନିମନ୍ତେ ସେ ଚାହୁଁଛନ୍ତି। ଆଉ ସେଥିପାଇଁ ସୁଗ୍ରାହ୍ୟ ବଳି ରୂପରେ ଉତ୍ସର୍ଗ କରିବେ। କେମିତି? ଯଦି ଆମେ ପବିତ୍ର ହେବା, ଯଦି ଆମେ ପ୍ରଭୁଙ୍କୁ ପାଇବା, ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯଦି ଆମ ଜୀବନରେ ଅଛନ୍ତି ତାହେଲେ ଆମମାନେ ଜୀବିତ ଅଟୁ ବା ସଜୀବ ଅଟୁ। ସେଥିପାଇଁ ଆମମାନଙ୍କୁ, ଆମେ ଯଦି ଯୀଶୁଙ୍କ ଠାରେ ରହିବା, ପବିତ୍ରତାରେ ରହିବା, ତାହେଲେ ଆମମାନଙ୍କୁ ସେ କଣ କରିବେ, ସୁଗ୍ରାହ୍ୟ ବଳି ରୂପରେ ଆମମାନଙ୍କୁ ସେ ଗ୍ରହଣ କରିବେ। ସୁଗ୍ରାହ୍ୟ ଅର୍ଥାତ୍ ଯୋଉଟା କି ଏଇଠି ଲେଖା ଯାଉଛି ସୁଗ୍ରାହ୍ୟ ବଳି ରୂପେ ଉତ୍ସର୍ଗ କରିବ, ଅର୍ଥାତ୍ ସେ ଆମମାନଙ୍କୁ ଆଗ୍ରହ ସହକାରେ ସେ ଆମମାନଙ୍କୁ ଗ୍ରହଣ କରିବେ ଯେତେବେଳେ ଆମମାନେ ସଜୀବ ହେବା, ପବିତ୍ର ହେବା। ତ ଏଇ ଜାଗାରେ ଆମମାନେ ଦେଖୁଛୁ ପାପର
ବେତନ ମୃତ୍ୟୁ ଆଡକୁ ଆମେ ଯାଉଛୁ, ନା ଆମମାନେ ସେଇ ସଜୀବ ପବିତ୍ର ହୋଇ ଈଶ୍ୱରଙ୍କର ସୁଗ୍ରାହ୍ୟ ବଳି ରୂପରେ ଆମମାନେ ଅନନ୍ତ ଜୀବନ ପାଇବାକୁ ଯାଉଛୁ। ସେଇଟାକୁ ଆଜି ଆମମାନେ ଦେଖିବା। ଆମମାନେ ଦେଖିବା ଯେ ଧାର୍ମିକତାରେ ଆଉ ପବିତ୍ରତାରେ ରହିବା ନିମନ୍ତେ ପ୍ରଭୁ ଆମମାନଙ୍କୁ କଣ କରିଛନ୍ତି। ଏ ରୋମିଓ 12:1 ଅନୁଯାୟୀ ଆମମାନଙ୍କୁ ସେ ଚେତାବନୀ ଦଉଛନ୍ତି ବା ସେ ଆମମାନଙ୍କୁ ଏ ସ୍ଥାନରେ ସଚେତନ କରୁଛନ୍ତି। ତାପରେ ଆମମାନେ ଦେଖିପାରିବା ଯେ ଆମେ ଏଇ ଧାର୍ମିକତା ଆଉ ପବିତ୍ରତାକୁ ମନୁଷ୍ୟ କଣ କଲା, ଧରି ରଖି ପାରିଲା ନାହିଁ। ଆଉ ମନୁଷ୍ୟ କଣ କରିଛି ନା ପାପରେ ପ୍ରବେଶ କରିଛି। ଆଦି 2 ପର୍ବର 17 ପଦକୁ ଯେତେବେଳେ ଆମମାନେ ଯିବା, ତାହେଲେ ଆମମାନେ ସମ୍ପୂର୍ଣ୍ଣ ଭାବରେ ଜ୍ଞାତ ହେବା। ସେଇଥିରେ କଣ ବୋଲିକି ଲେଖା ହେଇଛି, ଆଦି 2:17, ମାତ୍ର ସତ୍ସତ୍ ଜ୍ଞାନଦାୟକ ବୃକ୍ଷର ଫଳ ଭୋଜନ କରିବ ନାହିଁ, ଯେହେତୁ ଯେଉଁ ଦିନ ତାହା ଖାଇବ ସେହି ଦିନ ନିତାନ୍ତ ମରିବ। ସେହିଦିନ ନିତାନ୍ତ ମରିବ ବୋଲିକି ସଦା ପ୍ରଭୁ ପରମେଶ୍ୱର ଆଦମ ଆଉ ହବାକୁ କହୁଛନ୍ତି। ତୁମେ ସବୁ ବୃକ୍ଷର ଫଳ ସ୍ୱଚ୍ଛନ୍ଦରେ ଭୋଜନ କରିପାର, କିନ୍ତୁ ତୁମେ ଜ୍ଞାନଦାୟକ ବୃକ୍ଷର ଫଳ ଖାଇବ ନାହିଁ, ଭୋଜନ କରିବ ନାହିଁ। ଆଉ ଯେଉଁ ଦିନ ଭୋଜନ କରିବ ସେହି ଦିନ ତୁମେ ନିତାନ୍ତ ମରିବ। ଅର୍ଥାତ୍ ଯେଉଁ ଦିନ ଭୋଜନ କରିବ ସେହି ଦିନ ମରିବ ବୋଲିକି ଏଇଠିକୁ ମୃତ୍ୟୁ ନିକଟକୁ ତୁମେ ଗତି କରିବ। ତୁମ ଠାରୁ ସେହି ପବିତ୍ରତା, ଧାର୍ମିକତା, ସେ ସଜୀବ ସବୁ ଅପସରି ଯିବ ବୋଲିକି ପ୍ରଭୁ କହୁଛନ୍ତି। ଆଉ ଯେତେବେଳେ ଆମମାନେ ଦେଖୁଛୁ ଯେ 3 ପର୍ବର ତାର 6 ପଦରେ ଲେଖା ଯାଉଛି, ଏଥିରେ ନାରୀ ସେହି ବୃକ୍ଷକୁ ସୁଖାଦ୍ୟର ଉତ୍ପାଦକ, ଉନ୍ନୟନର ଲୋଭଜନକ ଓ ଜ୍ଞାନ ଦେବା ନିମିତ୍ତ ବାଞ୍ଛନୀୟ ଦେଖି ତହିଁରୁ ଫଳ ତୋଳି ଖାଇଲେ, ପୁଣି ଆପଣା ସଙ୍ଗସ୍ଥ ସ୍ୱାମୀକୁ ଦିଅନ୍ତେ, ସେ ମଧ୍ୟ ଖାଇଲେ। ଏଇ ସ୍ଥାନରେ ଆମମାନେ ଦେଖୁଛୁ ନିଜର ଇଚ୍ଛାକୁ ସେ ସ୍ଥାନରେ ସେ ସାବ୍ୟସ୍ତ କରିଛନ୍ତି। ଈଶ୍ୱରଙ୍କ ଇଚ୍ଛାକୁ ଅମାନ୍ୟ କଲା। ଈଶ୍ୱରଙ୍କର ଆଜ୍ଞାକୁ ଅମାନ୍ୟ କରିକି ମନୁଷ୍ୟ କଣ କରିଛି, ନିଜର ଇଚ୍ଛାକୁ, ନିଜର ଯୋଜନାକୁ ସେ ସାକାର କରିଛି। ଆଉ ସେଥିପାଇଁ ଆମମାନେ ଦେଖୁଛୁ ସିଏ କଣ କଲା, ମୃତ୍ୟୁରେ ପ୍ରବେଶ କଲା। ଯୋଉ ଦିନ ସେଇ ଫଳ ଖାଇଲା ସେହି ଦିନ ଠାରୁ ସେ ମୃତ୍ୟୁରେ ପ୍ରବେଶ କରିଅଛି। ତ ଆମମାନେ ଦେଖୁଛୁ ମୃତ୍ୟୁରେ ମନୁଷ୍ୟ ଯେତେବେଳେ ପ୍ରବେଶ କରିଛି, ଆଉ ସେତେବେଳେ ସେ କଣ କଲା, ପାପ କଲା, ଆଜ୍ଞା ଲଙ୍ଘନ ପାପ କରିଅଛି। ଆଉ ସେ ଆଜ୍ଞା ଲଙ୍ଘନ ପାପର କୁପରିଣାମ ତାକୁ କଣ ହେଲା, ମୃତ୍ୟୁ ଦଣ୍ଡ ମିଳିଲା। ପାପର ବେତନ ମୃତ୍ୟୁ, ଯୋଉଟା କି ତାକୁ ସେହିଦିନ ମିଳିଥିଲା। ଆମେ ଦେଖୁଛୁ ଏଇ ସ୍ଥାନରେ ରୋମିଓ ତାର 5 ପର୍ବ 15 ଆଉ 16 ପଦକୁ ଟିକେ ପାଠ କରିବା। ତେର 14ରୁ ମଧ୍ୟ ପଢୁଛି। କାରଣ ଆଜ୍ଞା। ବ୍ୟବସ୍ଥା ପର୍ଯ୍ୟନ୍ତ ପାପ ଜଗତରେ ଥିଲା, କିନ୍ତୁ ବ୍ୟବସ୍ଥା ନଥିଲେ ପାପ ଜଣାଯାଏ ନାହିଁ। ତଥାପି ଯେଉଁମାନେ ଆଦମଙ୍କ ଆଜ୍ଞା ଲଙ୍ଘନ ସଦୃଶ ପାପ କରିନଥିଲେ, ଆଦମଙ୍କ ଠାରୁ ମୂଷାଙ୍କ ପର୍ଯ୍ୟନ୍ତ ସେମାନଙ୍କ ଉପରେ ସୁଦ୍ଧା ମୃତ୍ୟୁ ରାଜତ୍ୱ କରିଥିଲା, ଯାହାଙ୍କ ଆଗମନର କଥା ଥିଲା, ଆଦମ ତାହାଙ୍କର ପ୍ରତିରୂପ। ଆମେ ଦେଖୁଛୁ ବ୍ୟବସ୍ଥା ପର୍ଯ୍ୟନ୍ତ ପାପ ଜଗତରେ ପ୍ରବେଶ କରିଥିଲା। ଯେତେବେଳ ପର୍ଯ୍ୟନ୍ତ ବ୍ୟବସ୍ଥା ଥିଲା, କେତେବେଳ ପର୍ଯ୍ୟନ୍ତ, ମୂଷାଙ୍କ ସମୟରେ ବ୍ୟବସ୍ଥା ଥିଲା। ଆଉ ସେ ବ୍ୟବସ୍ଥା ମୂଷାଙ୍କ ସମୟରେ ବ୍ୟବସ୍ଥା ଦିଆଯାଇଥିଲା। ଆଉ ଯେତେବେଳେ ସେହି ବ୍ୟବସ୍ଥାର ଅଧୀନ ଥିଲେ ଲୋକମାନେ, ସେତେବେଳେ କଣ କରୁଥିଲେ, ପାପରେ ସେମାନେ ପାପର ରାଜତ୍ୱ ସେ ସେଇ ସମୟରେ କରୁଥିଲା। କିନ୍ତୁ ତଥାପି ଯେଉଁମାନେ ଆଦମଙ୍କ ଆଜ୍ଞା ଲଙ୍ଘନ ସଦୃଶ ପାପ କରିନଥିଲେ, ଆଦମଙ୍କ ଠାରୁ ମୂଷାଙ୍କ ପର୍ଯ୍ୟନ୍ତ ସେମାନଙ୍କ ଉପରେ ସୁଦ୍ଧା ମୃତ୍ୟୁ ରାଜତ୍ୱ କରିଥିଲା। କିନ୍ତୁ ତାହାଙ୍କ ଆଗମନର କଥା ଥିଲା, ଆଦମ ତାହାଙ୍କର ପ୍ରତିରୂପ। ଆଦମ ବୋଲିକିରି କହିଲେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ କଣ କହନ୍ତି, ନା ଶେଷ ଆଦମ ବୋଲିକରି କହନ୍ତି। ପ୍ରଥମ ଆଦମ ଏଦନ ଉଦ୍ୟାନରେ ସେ କଣ କରିଥିଲା, ପାପରେ ପ୍ରବେଶ କରିଥିଲା। କିନ୍ତୁ ଶେଷ ଆଦମ କଣ କରିଥିଲେ, କାଲବରୀ କ୍ରୁଶରେ ସେ ପ୍ରାୟଶ୍ଚିତ ସାଧନ କରି ପବିତ୍ରତା, ଧାର୍ମିକତା ପ୍ରଦାନ କରିଥିଲେ। ମୃତ୍ୟୁରୁ ମନୁଷ୍ୟକୁ ସେ ରକ୍ଷା କରିଥିଲେ। ମୃତ୍ୟୁର କୁପରିମାଣରୁ ଆଉ ସେ କଣ କରିଥିଲେ, ମନୁଷ୍ୟକୁ ରକ୍ଷା କରିଥିଲେ।
ତ ଏଇ ସ୍ଥାନରେ ଆମେ ତାହାଙ୍କର ଆଗମନର କଥା ଅର୍ଥାତ୍ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଆଗମନର କଥା ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଜଗତରୁ ପାପରୁ ରକ୍ଷା କରିବା କଥାକୁ ଆଜି ଆମେ ଦେଖିବାକୁ ପାଉଛୁ। ସେହିପରି 15-16 ପଦରେ ଆମେ ଦେଖୁଛୁ ଲେଖାଏ, କିନ୍ତୁ ଅପରାଧ ଯେପରି ଅନୁଗ୍ରହ ଦାନ ମଧ୍ୟ ଯେ ସେହିପରି ତାହା ନୁହେଁ। କାରଣ ଯଦି ଜଣଙ୍କର ଅପରାଧ ଦ୍ଵାରା ଅନେକ ମୃତ୍ୟୁ ଭୋଗ କଲେ, ତାହେଲେ ଈଶ୍ୱରଙ୍କ ଅନୁଗ୍ରହ ଓ ଜଣେ ମନୁଷ୍ୟଙ୍କ ଅର୍ଥାତ୍ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ଦାନ ଅନେକଙ୍କ ପ୍ରତି ଅଧିକ ପ୍ରଚୁର ହେଲା। ଆଉ ଜଣେ ପାପ କରିବାରୁ ଯେପରି ଫଳ ହେଲା, ଏହି ଦାନର ଫଳ ସେପରି ନୁହେଁ। କାରଣ ଜଣକ ହେତୁ ଯେଉଁ ବିଚାର ସେଥିରୁ ଫଳ ଦଣ୍ଡାଜ୍ଞା ହେଲା, କିନ୍ତୁ ଅନେକଙ୍କ ଅପରାଧ ତଳେ ଯେଉଁ ଅନୁଗ୍ରହ ଦାନ ସେଥିର ଫଳ ଧାର୍ମିକ ଗଣନା ହେଲା। କଣ ହେଲା ନା ଜଣଙ୍କ ଦ୍ଵାରା ପାପ ପ୍ରବେଶ କଲା ଏଇ ଜଗତରେ, କିନ୍ତୁ ଆଉ ଜଣଙ୍କ ଦ୍ଵାରା କଣ ହେଲା, ଧାର୍ମିକତା ଫଳ ପ୍ରାପ୍ତ ହେଲେ। ଆଉ ସେଥିପାଇଁ ଆମେ ଦେଖୁଛୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅନୁଗ୍ରହ ଦାନ ଅଧିକ ହେଇଗଲା। ଯେତେବେଳେ ପାପ ଜଗତରେ ଥିଲା, ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆସିବା ପରେ ଅନୁଗ୍ରହ ଦାନ ପ୍ରଚୁରରୁ ପ୍ରଚୁର ହେଇଗଲା। ଏତେ ଅନୁଗ୍ରହ ସେ ଦେଲେ ଆମମାନଙ୍କ ପାଇଁ ଯେ ସେ ଅନୁଗ୍ରହରୁ ଆମେ କଣ ହେଲେ, ଆମେ ସବୁ କଣ ହେଇଛୁ, ଆଜି ଉଣା ପଡି ଯାଇଅଛୁ। ଆଜି ଆମେ ପାପରେ ଭ୍ରଷ୍ଟ ହେଇକି ପ୍ରଭୁଙ୍କ ଠାରୁ ଆମେ ଦୂରକୁ ଚାଲି ଯାଉଛୁ। କିନ୍ତୁ ପ୍ରଭୁ ଆମମାନଙ୍କୁ ସବୁବେଳେ କଣ କରୁଛନ୍ତି, ତାଙ୍କ ନିକଟକୁ ସେ ଆହ୍ୱାନ କରୁଛନ୍ତି, ହେ ପରିଶ୍ରାନ୍ତ ଭାରତ ଲୋକ ମୋ ନିକଟକୁ ଆସ ବୋଲିକି। ଆଉ ସେଥିପାଇଁ ଆଜି ଆମେ ଦେଖୁଛୁ ପାପର ବ୍ୟବସ୍ଥା ଜଗତରେ ଥିଲା, କିନ୍ତୁ ପ୍ରଭୁ ଯୀଶୁ ଆସିଲା ପରେ ଜଗତରୁ ପାପର ବ୍ୟବସ୍ଥା ଉଠି ଯାଇଥିଲା। ଏଫେସୀୟ 2:8 ପଦରେ ଆମେ ଦେଖୁଛୁ, ତାହାଙ୍କର ଅନୁଗ୍ରହରେ ବିଶ୍ୱାସ ଦ୍ଵାରା ଆମେ ପରିତ୍ରାଣ ପାଇଅଛୁ। ତାହାଙ୍କ ଅନୁଗ୍ରହରୁ ଆମେ ବିଶ୍ୱାସ ଦ୍ଵାରା କଣ ହେଇଛୁ ନା ଅନୁଗ୍ରହ ଦାନ ପ୍ରାପ୍ତ ହେଇଅଛୁ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ, ଆଶୀର୍ବାଦ କରନ୍ତୁ। ଏହି ଦିନ ମାନଙ୍କରେ ଆମେ ଯେପରି ପ୍ରଭୁଙ୍କର ସେ ଅନୁଗ୍ରହରେ ପରିପୂର୍ଣ୍ଣ ହେବା, ଅନୁଗ୍ରହର ଆମେ ବଶବର୍ତ୍ତୀ ହେବା, ଆଉ ଆମେ ପରିତ୍ରାଣ ପ୍ରାପ୍ତ ହେବା, ଅନନ୍ତ ଜୀବନ ଆଡକୁ ଯିବା। ଆମେ ପାପର ବେତନ ମୃତ୍ୟୁ ନିକଟକୁ ନ ଯାଇ ଖ୍ରୀଷ୍ଟଙ୍କ ସହଭାଗିତାରେ ଆମେ ଅନନ୍ତ ଜୀବନ ପ୍ରାପ୍ତ ହେବା। ରୋମିଓ 5:13-14 ପଦରେ ଆମେ ସେଇ ବିଷୟ ଦେଖୁଛୁ, ନିଜକୁ ପାପ ନିକଟରେ ଆମେ ସମର୍ପଣ ନ କରିକି ଆମେ କଣ କରିବା ନା ଈଶ୍ୱରଙ୍କ ନିକଟରେ ସମର୍ପିତ ହୋଇ ଧାର୍ମିକତାରେ ପ୍ରବେଶ କରିବା, ଯେମିତି ପାପର ଅଧୀନ ନହେଇ ଅନୁଗ୍ରହର ଅଧୀନ ହେବା। ପ୍ରଭୁ ଆମମାନଙ୍କୁ ଏହି ଦିନ ମାନଙ୍କରେ ଏହି ପ୍ରକାର ଆଶୀର୍ବାଦରେ ପରିପୂର୍ଣ୍ଣ। ତାପରେ ଆମେ କଣ ହେବା ନା ପାପର ଦାସ ହେବା ନା ଆମେ ଧାର୍ମିକତାର ଦାସ ହେବା। ଆଜି ଆମେ ଦେଖିବା ଯେ 6:18 ପଦରେ ଯେତେବେଳେ ଆମେ ଦେଖୁଛୁ, 18-19 ପଦରେ, ରୋମିଓ 6:18-19 ପଦ, ଆଉ ସେଇଠି ଲେଖା ଯାଉଛି, ପୁଣି ପାପରୁ ମୁକ୍ତ ହୋଇ ଧାର୍ମିକତାର ଦାସ ହୋଇଅଛ। ତୁମ୍ଭମାନଙ୍କ ମାନବୀୟ ଦୁର୍ବଳତା ହେତୁ ମୁଁ ମନୁଷ୍ୟ ଭାବରେ କହୁଅଛି, ତୁମ୍ଭେମାନେ ଯେପରି ଅଧର୍ମ ନିମନ୍ତେ ଆପଣା ଆପଣା ଅଙ୍ଗ ପ୍ରତ୍ୟଙ୍ଗଙ୍କୁ ଅସୁଚିତା ଓ ଅଧର୍ମ ନିକଟରେ ଦାସ ରୂପେ ସମର୍ପଣ କରିଥିଲ, ସେହିପରି ଏବେ ଆପଣା ଆପଣା ଅଙ୍ଗ ପ୍ରତ୍ୟଙ୍ଗକୁ ପବିତ୍ରତା ନିମନ୍ତେ ଧାର୍ମିକତା ନିକଟରେ ଦାସ ରୂପେ ସମର୍ପଣ କର। କାରଣ ତୁମ୍ଭେମାନେ ପାପର ଦାସ ଥିବା ସମୟରେ ଧାର୍ମିକତା ସମ୍ବନ୍ଧରେ ସ୍ୱାଧୀନ ଥିଲ। ପ୍ରଭୁ ଏହି ପଠିତ ବାକ୍ୟକୁ ଆଶୀର୍ବାଦ କରନ୍ତୁ। ଆମେ କଣ କରୁଛୁ, ଆଜି ଆମେ ମନୋନୀତ କରିବାକୁ ପଡିବ, ଆମେ ପାପର ଦାସ ହେଇକି ରହିବା ନା ଆମେ ଧାର୍ମିକତାର ଦାସ ହେଇକି ରହିବା। ଯଦି ଆମେ ପାପର ଦାସ ହେବା, ତାହେଲେ ଆମମାନଙ୍କ ନିମନ୍ତେ କଣ ଅଛି, ଅନନ୍ତ ମୃତ୍ୟୁ ଅଛି। ଯଦି ଆମେ ଧାର୍ମିକତାର ଦାସ ହେଇକି ରହିବା, ତାହେଲେ ଆମମାନଙ୍କ ନିମନ୍ତେ କଣ ନା ପ୍ରଭୁ ଅନନ୍ତ ଜୀବନ ରଖିଛନ୍ତି। ଆଉ ମୁଁ କିଛି ପାପ କରୁନାହିଁ, ମୁଇଁ ତ କାହାର କିଛି କ୍ଷତି କରୁନି, ମୁଁ ତ କୌଣସି ପାପ କରୁନି ବୋଲିକି ଯଦି ଆମେ ଭାବୁଛୁ, ତାହେଲେ ଆମେ କଣ କରୁଛୁ ନା ଆମେ ପ୍ରକୃତରେ ପାପ କରୁଛୁ। ମୋର କିଛି ପାପ ନାହିଁ ବୋଲି କହିବାଟା ହିଁ ଆମର ପାପ। ଆମେ କେତେବେଳେ ଜାଣତରେ ଅଜାଣତରେ ଦେଖିବାରେ, କହିବାରେ, ଶୁଣିବାରେ ଅନେକ ସମୟରେ ଆମେ ପାପ କରୁଛୁ। ଆଉ ସେଇ ପାପରୁ ପ୍ରଭୁ ଆମମାନଙ୍କୁ ଉଦ୍ଧାର କରିବେ। ଆମେ ଯେତେବେଳେ ପ୍ରଭୁଙ୍କର ଇଚ୍ଛାକୁ ଆମେ ନିଜ ଇଚ୍ଛା ବୋଲିକି ଅଙ୍ଗୀକାର କରିବା, ନିଜର ଇଚ୍ଛାକୁ ସାବ୍ୟସ୍ତ କରିବା ନାହିଁ, ମାତ୍ର ପ୍ରଭୁଙ୍କ ଇଚ୍ଛାକୁ ଆମେ ସାବ୍ୟସ୍ତ କରିବା। ମନୁଷ୍ୟର ମୁଖ୍ୟ ପାପ ହଉଛି ସେ କଣ, ଈଶ୍ୱରଙ୍କ ସ୍ଥାନରେ ସେ ମୁଁ ସବୁ ଜାଣିଛି ବୋଲିକି କହୁଛି। ମନୁଷ୍ୟ ଆଜି ସର୍ବଜ୍ଞ ବୋଲି ନିଜକୁ ସେ କହୁଛି, ଆଉ ତ ଦ୍ଵାରା ସେ କଣ କରୁଛି, ପାପ କରୁଛି। ଆଜି ଆମେ ଦେଖିବା
जे ସେହି ପାପରୁ ପ୍ରଭୁ ଆମମାନଙ୍କୁ ଉଦ୍ଧାର କରିବେ ଯେତେବେଳେ ଆମେ ପ୍ରଭୁଙ୍କ ନିକଟରେ ନିଜକୁ ସମର୍ପଣ କରିବା। ଆଜି ଆମେ ମନୋନୀତ କରିବା ଆମେ ପାପର ଦାସ ନା ମାନେ ଧାର୍ମିକତାର ଦାସ ହେଇକି ରହିବା। ପାପର ଦାସ ହେଇକି ରହିଲେ ଆମେ ମୃତ୍ୟୁ ନିକଟକୁ ଯିବା, କିନ୍ତୁ ଧାର୍ମିକତାର ଦାସ ହେଲେ ପ୍ରଭୁ ଆମମାନଙ୍କୁ ମୃତ୍ୟୁରୁ ଉଦ୍ଧାର କରିବେ। ତାହେଲେ ଆମମାନେ କଣ କରିବା ନା ପ୍ରଭୁ ଆମମାନଙ୍କ ନିମନ୍ତେ ଯେଉଁ ପବିତ୍ରତା ଧାର୍ମିକତା ଆଉ ମୁକ୍ତି ରଖିଛନ୍ତି ଆଉ ସେଥିର ସହଭାଗୀ ହେଇପାରିବା। ଆମେ ପାଠ କରିବା ପ୍ରଥମ କରନ୍ଥୀୟ 2:9 ପଦକୁ ଟିକେ ପାଠ କରିବା। କିନ୍ତୁ ଯେପରି ଲେଖା ଅଛି, ଚକ୍ଷୁ ଯାହା ଦେଖି ନାହିଁ, କର୍ଣ୍ଣ ଯାହା ଶୁଣି ନାହିଁ, ଆଉ ମନୁଷ୍ୟର ହୃଦୟରେ ଯାହା ଜାତ ହୋଇନାହିଁ, ସେ ସମସ୍ତ ବିଷୟ ଈଶ୍ୱର ଆପଣା ପ୍ରେମକାରୀ ଲୋକମାନଙ୍କ ନିମନ୍ତେ ପ୍ରସ୍ତୁତ କରିଅଛନ୍ତି। ଚକ୍ଷୁ ଯାହା ଦେଖି ନାହିଁ, ଆଉ କର୍ଣ୍ଣ ଯାହା ଶୁଣି ନାହିଁ, ମନୁଷ୍ୟର ହୃଦୟରେ ଯାହା ଜାତ ହୁଏ। ଆମେ ଏଇଟା ଦେଖିନୁ, ଆମେ କଣ ଏଇ ବିଷୟକୁ ଆମେ ଦେଖିନାହୁଁ। ଚକ୍ଷୁ ଯାହା ଦେଖି ନାହିଁ, ଆଉ କର୍ଣ୍ଣ ଯାହା ଶୁଣି ନାହିଁ, ହୃଦୟରେ ଯାହା ଜାତ ହୋଇନାହିଁ, ସେହି ବିଷୟ ସେ ଆମମାନଙ୍କ ପାଇଁ ରଖିଅଛନ୍ତି। କଣ ସେଟା ନା ସେ ଆମମାନଙ୍କ ନିମନ୍ତେ ତାହା ହେଇ ଅଛନ୍ତି। ଆମେ ପ୍ରଥମ କରନ୍ଥୀୟ 1 ପଦରେ ସେ ବିଷୟ ଲେଖାଯାଏ। କିନ୍ତୁ ତାହାଙ୍କ ହେତୁ ତୁମ୍ଭେମାନେ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଅଛ, ସେ ଈଶ୍ୱରଙ୍କ ଠାରୁ ଆମ୍ଭମାନଙ୍କ ନିମନ୍ତେ ଜ୍ଞାନ ଅର୍ଥାତ୍ ଧାର୍ମିକତା, ପବିତ୍ରତା ଓ ମୁକ୍ତି ସ୍ୱରୂପ ହୋଇଅଛନ୍ତି। ସେ ଆମମାନଙ୍କ ପାଇଁ କଣ ହେଇଅଛନ୍ତି? ଧାର୍ମିକତା, ପବିତ୍ରତା ଓ ମୁକ୍ତି ସ୍ୱରୂପ ହୋଇଅଛନ୍ତି। ଆଜି ସେଇ ଧାର୍ମିକତା, ପବିତ୍ରତା, ମୁକ୍ତି ଆମର ଚକ୍ଷୁ ଦେଖି ନାହିଁ, କର୍ଣ୍ଣ ଶୁଣି ନାହିଁ, ହୃଦୟରେ ଆମର ଜାତ ହୋଇନାହିଁ। ସେହି ବିଷୟ ଆଜି ଆମମାନେ ପାଇପାରୁଛୁ। ଆଉ ସେ ପ୍ରଭୁ ଆମମାନଙ୍କୁ ଅନୁଗ୍ରହରେ ଏଇ ସମସ୍ତ ବିଷୟ ଦେଇ ଅଛନ୍ତି। ସେଥିପାଇଁ ଆଜି ଆମମାନେ କଣ କରିବା ନା ସେଇ ଧାର୍ମିକତା, ପବିତ୍ରତା ଆଉ ମୁକ୍ତିକୁ ଆମମାନେ ବଜାୟ ରଖିବା। ଆମମାନେ ସବୁବେଳେ ଧରି ରଖିବା। 2 କରନ୍ଥୀୟ 5:21 ପଦକୁ ଟିକେ ପାଠ କରିବା। ସେଇଥିରେ ମଧ୍ୟ ଆଉ ଏ ବିଷୟ ଲେଖା ଯାଉଛି। ଯାହାଙ୍କ ଠାରେ ପାପର ଲେଶ ମାତ୍ର ନଥିଲା, ତାହାଙ୍କୁ ସେ ଆମ୍ଭମାନଙ୍କ ନିମନ୍ତେ ପାପ ସ୍ୱରୂପ କଲେ, ଯେପରି ଆମ୍ଭେମାନେ ତାହାଙ୍କ ଦ୍ୱାରା ଈଶ୍ୱରଙ୍କ ଧାର୍ମିକତା ସ୍ୱରୂପ ହଉ। ହାଲେଲୁୟା। ପ୍ରଭୁଙ୍କ ମହାନ ଆମର ଗୌରବ ହଉ ଯେ ସେ ଆମମାନଙ୍କୁ କଣ କଲେ? ସେ ଆମମାନଙ୍କ ନିମନ୍ତେ ପାପ ସ୍ୱରୂପ ହେଲେ, ଆଉ ଆମମାନଙ୍କୁ ସେ ଧାର୍ମିକତା ପ୍ରଦାନ କଲେ। ସେ ଆମମାନଙ୍କୁ ଧାର୍ମିକତା ପ୍ରଦାନ କରିଥିବା ହେତୁ ଆମମାନେ କଣ ପାଇବା ନା ଅନନ୍ତ ଜୀବନ ପାଇବା। ଆଉ ସେଥିପାଇଁ ଆମମାନେ ଅନନ୍ତ ଜୀବନ ପାଇବା ନିମନ୍ତେ ଆମେ ପ୍ରଭୁଙ୍କ ନିକଟକୁ ଯିବା। ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରିବେ। ଆଉ ପାପର ବେତନ ଯେ ମୃତ୍ୟୁ, ଯେ ଆମେ ଏହି ପାପର ବେତନ ମୃତ୍ୟୁ ନ ପାଇକି ଆମମାନେ ଖ୍ରୀଷ୍ଟଙ୍କ ସହଭାଗିତାରେ ରହିବା ଦ୍ୱାରା ଆମମାନେ ସଜୀବ, ପବିତ୍ର, ସୁଗ୍ରାହ୍ୟ ବଳି ରୂପରେ ଉତ୍ସର୍ଗୀକୃତ ହୋଇ ଆମମାନେ ଧାର୍ମିକତା ପ୍ରାପ୍ତ ହେବା, ଅନନ୍ତ ଜୀବନ ପାଇବା। ଆଉ ପ୍ରଭୁ ଆମ ପ୍ରତ୍ୟେକଙ୍କୁ ତାଙ୍କରି ଚରଣ ତଳେ ସ୍ଥାନ ଦେବେ। ପ୍ରଭୁ ଆଜି ଏହି ଅଳ୍ପ ବାକ୍ୟ ଦ୍ୱାରା ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ, ଆଉ ତାଙ୍କର ଗୌରବ ବ୍ୟବହାର କରନ୍ତୁ। ସୁଯୋଗ ପାଇଥିବା ହେତୁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି। ପିଟର ଭାଇଙ୍କୁ ବି ବହୁତ ବହୁତ ଧନ୍ୟବାଦ। ଆଜି ଯାହା ଯଦି କୌଣସି ବିଷୟ ଭୁଲ ଥାଏ ତାହେଲେ ସାଦରେ ଆପଣ କ୍ଷମା ଦେବେ। ଧନ୍ୟବାଦ। ଧନ୍ୟବାଦ ଦିଦି, ଅତି ସୁନ୍ଦର ଭାବରେ ବାକ୍ୟ ବିବରଣ କଲେ। ପ୍ରଭୁ ଆପଣଙ୍କୁ ବହୁଳ ରୂପେ ଆଶୀର୍ବାଦ କରନ୍ତୁ।